ସମୀରଣ ଆଉ ତନୁଶ୍ରୀର ମଧୁଚାମିନୀର ମଧୁର ମୁହୂର୍ତ୍ତ ଧୀରେ ଧୀରେ ବିଷାକ୍ତ ହେଉଥିଲା। ତାପରେ ଘଟଣା କ'ଣ ଘଟିଲା ଚାଲନ୍ତୁ ଶୁଣିବା। ସମୀରଣଙ୍କ ମୁହଁରେ ଆଉ ଭାଷା ନଥିଲା। ମୁଠାଏ ବିଶ୍ୱାସକୁ ଜାବୁଡ଼ି ଧରି ସେ କେତେ ବର୍ଷା ବସନ୍ତକୁ ଅତିକ୍ରମ କରି ଏଇଠି ପହଞ୍ଚିଥିଲେ। ହେଲେ ଆଜି ଅଚାନକ କାଳବୈଶାଖୀ ସବୁ କିଛି ଛାରଖାର କରିଦେଇଗଲା। ଆଉ ଟିକେ ଆଗରୁ ଯେଉଁ ଆଖିରେ କେତେ କାଳର ସ୍ୱପ୍ନ ଉବୁଟୁବୁ ହେଉଥିଲେ, ସେ ଆଖିରେ ଏବେ ଖାଲି ତତଲା ଲୁହ। ବାସର କକ୍ଷ ଏକଦମ ଉଜୁଡ଼ା ବଗିଚା ପରି ଦିଶୁଛି। ଫୁଲ ସବୁ ଦଳମକଚା ହୋଇ ଘର ସାରା ବିଛାଡ଼ି ହୋଇ ପଡ଼ିଛି। କୂଳ ପ୍ରଦୀପ ନିଷ୍ପ୍ରଭ ହୋଇ ଦିକ୍ ଦିକ୍ କରୁଛି। ତନୁଶ୍ରୀ କେତେବେଳୁ ବିଛଣାରୁ ସବୁ ଫୁଲ ତଳକୁ ଫୋପାଡ଼ି ବିଛଣାରେ ଶୋଇପଡ଼ି ସାରିଲାଣି। ସମୀରଣ ଧୀରେ ଧୀରେ ଯାଇ ତନୁଶ୍ରୀକୁ ଅନେଇଲେ। କେତେ ଶାନ୍ତ କାନ୍ତ ଆଖି ଦୁଇଟି। ନିଘୋଡ଼ ନିଦରେ ଶୋଇଛି, ହେଲେ ତା ପାଇଁ ବିରହର ଜ୍ୱଳନ ଉପହାର ଦେଇ। ସେ ଆଲମିରାରୁ ବ୍ଲାଙ୍କେଟ୍ ବାହାର କରି ତନୁଶ୍ରୀକୁ ଘୋଡ଼େଇ ଦେଇ ଚେୟାରରେ ବସି ପଡ଼ିଲେ। ଯେଉଁଦିନ ତନୁଶ୍ରୀର ବାପା ତାଙ୍କ ଘରକୁ ବାହାଘର ପାଇଁ ନିଜେ ଆସିଥିଲେ, ସେ ସେଦିନ ନିଜ ଭାଗ୍ୟ ଆଉ ଭଲ ପାଇବା ଉପରେ ଖୁବ୍ ଗର୍ବ କରିଥିଲେ। ସେଇ ଦିନରୁ ଦେଖିଥିବା ସ୍ୱପ୍ନ ଯେ ଏମିତି ଫଳବତୀ ହେବାକୁ ଯାଉଛି, ଖୁସିରେ ସେଦିନ ତାଙ୍କୁ ନିଦ ହେଇନଥିଲା। ସମୀରଣଙ୍କ ବିଶ୍ୱାସ ଥିଲା ତନୁଶ୍ରୀ ନିଶ୍ଚୟ ସମୟକ୍ରମେ ବଦଳି ଯାଇଥିବ। ସମୟ ଆଉ ବୟସ ସହିତ ମଣିଷର ବୁଦ୍ଧି ବିବେକର କ୍ରମବୃଦ୍ଧି ଘଟେ। ହେଲେ ଏ ତନୁଶ୍ରୀ, ସୁସୁପ୍ତ ତନୁଶ୍ରୀକୁ ଚାହିଁ ସମୀରଣ ସବୁକିଛି ଆଉଥରେ ତର୍ଜମା କରୁଥିଲେ। କିଛି ବି ବଦଳିନି ତନୁ। ସେଇ ଦିନରେ ସେ ଯେମିତି ଅଟକି ଯାଇଛି। ସମୀରଣ ନିଜ ରୁମ୍କୁ ପୂର୍ବ ଭଳି ଠିକ୍ଠାକ୍ କରି ପୁଣି ସେଇ ଚେୟାରରେ ବସି ପଡ଼ିଲେ। ସକାଳ ହେଲା। ସମୀରଣକୁ ଲାଗୁଥିଲା ଯେମିତି ରାତ୍ରି ନୁହଁ, ଗୋଟାଏ ଯୁଗ ଥିଲା। ଅଷ୍ଟମଙ୍ଗଳା ସରିଲା। ବିଧି ହିସାବରେ ସମୀରଣ ଆଉ ତନୁଶ୍ରୀକୁ ତା ବାପାଙ୍କ ଘରକୁ ଆସିବା କଥା। ହେଲେ ଯେଉଁଠି ମନ ପୋଡ଼ିଗଲାଣି, ସେଠି ବା ଏ ବିଧି ବିଧାନର ମାନେ କ'ଣ? କାମର ବାହାନା କରି ସମୀରଣ ନିଜ କର୍ମସ୍ଥଳୀକୁ ଫେରି ଯାଇଥିଲେ, ଆଉ ତନୁଶ୍ରୀ ଫେରିଥିଲା ନିଜ ବାପାଙ୍କ ଘରକୁ। ଝିଅଟିଏ ଶାଶୁଘରୁ ପ୍ରଥମ ଥର ପାଇଁ ବାପା ଘରକୁ ଫେରିଗଲେ ସମସ୍ତଙ୍କର ଜାଣିବା ପାଇଁ ଉତ୍କଣ୍ଠା ଥାଏ ଶାଶୁଘର କେମିତିକା, ବିଶେଷ କରି ମା ଆଉ ବାପାଙ୍କର। ତନୁଶ୍ରୀର ସେ ସୌଭାଗ୍ୟ ନାହିଁ। ମା'କୁ ତ ହରେଇଛି ବହୁତ ପୂର୍ବରୁ। ତେଣୁ ଜଣେ ବିଧବା ପିଉସୀ ନାନୀ ଝିଅ ଦୁହିଁଙ୍କ ଭଲ ମନ୍ଦ ବୁଝିବା ପାଇଁ ସ୍ୱାମୀ ମଲା ପରେ ଭାଇ ପାଖରେ ରହୁଛନ୍ତି। ତନୁ ମୁହଁକୁ ଦେଖି ସେ ପଚାରିଲେ, ମା'ରେ ତୋ ଶାଶୁଘର କେମିତି? ସେଠାକାର ଲୋକମାନେ ସବୁ କେମିତି? ତନୁଶ୍ରୀ କ'ଣ କହିବ ଉତ୍ତରରେ ଜାଣିପାରୁନଥାଏ। ଯେତିକି ଦିନ ରହିଛି ସେଠାରେ ଶାଶୁ ତ ନିଜ ଝିଅଠୁ ବି ଅଧିକ ସ୍ନେହ କରୁଥିଲେ। ମା'ର ସ୍ନେହ ଯେ କ'ଣ ସେଇ 8-9 ଦିନ ଭିତରେ ଅନୁଭବ କରିପାରିଛି। ଆଉ ସେ ଭାଣିଜୀ ଶ୍ଵେତା, ସେ ତ ଦିନଟାରେ 100 ଥର ମାଇଁ ମାଇଁ ବୋଲି କହି ପାଖ ଛାଡ଼ୁନଥିଲା। ଆଉ ଘରେ ନିଜର ବୋଲି କିଏ? ସମୀରଣଙ୍କ ବିଷୟରେ ମନେ ପଡ଼ିବା କ୍ଷଣି ତନୁଶ୍ରୀର ମୁଖମଣ୍ଡଳର ଭାବ ବଦଳିବାକୁ ଲାଗିଲା। ପିଉସୀ ନାନୀ ପୁଣି ଥରେ ପଚାରିଲେ, କିରେ ମା, କିଛି କହିଲୁନି ଯେ? ତନୁ ମୁହଁରେ ହସ ଫୁଟେଇ କହିଲା, ପିଉସୀ ନାନୀ, କ'ଣ କହିବି, ସମସ୍ତେ ଭଲ, ଖୁବ୍ ଭଲ। ଆଉ ସମୀରଣ? ତନୁଶ୍ରୀ ମୁହଁ କ୍ରୋଧ ଘୃଣାରେ ଲାଲ ଦେଖାଯାଉଥିଲା। ପିଉସୀ ନାନୀ ଅଭିଜ୍ଞତାପୂର୍ଣ୍ଣ ମଣିଷ, ମୁହଁ ଦେଖି ମନୋଭାବ ପଢ଼ିପାରିବା ପରି ଲୋକ। ତନୁଶ୍ରୀ ଶାଶୁଘରୁ ଫେରିଆସିଛି ବୋଲି ବଡ଼ ଭଉଣୀ ରୂପଶ୍ରୀ ଆଉ ଭାଇନା ସିଂହରଣ ବାବୁ ବି ତାକୁ ଦେଖା କରିବାକୁ ଆସିଥିଲେ। ତନୁଶ୍ରୀକୁ ଥଟ୍ଟାରେ କହିଲେ, କ'ଣ ଶାଳୀ ସାହେବା, ପତିଦେବଙ୍କୁ କେଉଁଠି ଲୁଚାଇ ଆସିଲ? ବାବୁ କାହିଁ ସାଙ୍ଗରେ ଆସିଲେନି? ତନୁଶ୍ରୀ ମନେ ମନେ ଭାବୁଛି, ଯାହାକୁ ଦେଖ ସେ ଫଟିଚର ବିଷୟରେ କଥା ହେଉଛି। ବାପା, ପିଉସୀ ନାନୀ, ଭାଇନା ଆଉ ଏ ରୂପା ନାନୀ ବାକି ଅଛି, ସେ ବି ନିଶ୍ଚୟ ପଚାରିବ। ତା ଭାବନାର ପୂର୍ଣ୍ଣଚ୍ଛେଦ ପଡ଼ିଛି କି ନାହିଁ ରୂପା ପଚାରିଲା, ଆରେ ତନୁ, ତୁ ଏକୁଟିଆ ଆସିଲୁ ଯେ, ସମୀରଣ କାହାନ୍ତି? ତନୁଶ୍ରୀ ମୁହଁରୁ ବାହାରିଲା, ହେ ଭଗବାନ। ରୂପା କିଛି ବୁଝିପାରିବା ପୂର୍ବରୁ ତନୁ ସେଠାରୁ ଚାଲିଯାଇଥିଲା। ରାତିରେ ଡାଇନିଂ ଟେବୁଲରେ ତନୁର ବାପା, ରୂପା ନାନୀ, ସିଂହରଣ ଭାଇନା, ପିଇସି ଆଉ ସେ ଖାଇବାକୁ ବସିଥାନ୍ତି। ପିଉସୀ ନାନୀ କହିଲେ, ଆରେ ବିଷ୍ଣୁ, ସାନ ଜ୍ୱାଇଁ ନାହାନ୍ତି ବୋଲି ପୁରା ଲାଗୁନି ପରିବାର। ହଁ, ମୋତେ ବି ଭଲ ଲାଗୁନି। କ'ଣ ଖୁବ୍ ଦରକାରୀ କାମ ଆସିଲା ବୋଲି ସେ ଆସିପାରିନାହାନ୍ତି। ତନୁଶ୍ରୀର ମୁହଁ ପୁଣି ରାଗରେ ଫଣ ଫଣ ହେଉଥିଲା। ସେ ଖୁବ୍ ଜଲ୍ଦି ଜଲ୍ଦି ଡିନର ଶେଷ କରି ନିଜ ରୁମ୍କୁ ପଳେଇ ଆସିଲା। ରୂପା ଆଉ ସିଂହରଣ ବି ବିଷ୍ଣୁପଦ ବାବୁଙ୍କୁ ଶୁଭରାତ୍ରି ଜଣାଇ ଶୋଇବାକୁ ପଳେଇ ଆସିଲେ।
ପିଉସୀ ନାନୀ ଭାଇଙ୍କୁ ଏକୁଟିଆ ପାଇ କହିଲେ, କିଛି ଲକ୍ଷ୍ୟ କଲୁଣି ବିଷ୍ଣୁ, ତନୁ ଆମର ଖୁସି ନାହିଁ ଏ ବାହାଘରରେ। ଜ୍ୱାଇଁ କଥା ପଚାରିଲେ ମୁହଁ କେମିତି ରାଗରେ ଲାଲ ହୋଇଯାଉଛି ତାର। ନାନୀ, ଦୁଇ ଝିଅ ପାଇଁ କେତେ ବଡ଼ ଘରୁ ମନ୍ତ୍ରୀ ନେତା, କେତେ ବଡ଼ ଘରୁ ପ୍ରସ୍ତାବ ମୁଁ ଗ୍ରହଣ କରିନି। କାରଣ ବଡ଼ ଘର ପୁଅ ଆଉ ମା ବାପାଙ୍କ କଥା ମୁଁ ଜାଣେ। ସମସ୍ତଙ୍କର ମୋ ସମ୍ପତ୍ତି ଉପରେ ଆଖି। ତେଣୁ ଦୁଇ ଝିଅଙ୍କୁ ମୁଁ ଖୁବ୍ ସାଧାରଣ ପରିବାରରେ ବାହା ଦେଇଛି। କିନ୍ତୁ ପିଲା ଦୁଇ ଜଣ ଦୁଇଟି ହୀରା। ଆଉ ଏ ମୋ ଝିଅ, ତା କଥା ତ ଜାଣିଛ, ପିଲାବେଳୁ ଜିଦ୍ଦି ଆଉ ଉଗ୍ର। ତମେ ଚିନ୍ତା କରନି ଜମା, ସମୀରଣ କେମିତି ପିଲା ମୁଁ ଜାଣିଛି। ମୁଁ କ'ଣ ବିନା ପରୀକ୍ଷା ନିରୀକ୍ଷା ନ କରି ଝିଅ ଦେଇଛି? ତନୁ ନିଜ ରୁମ୍କୁ ଥରେ ନଜର ପକାଇଲା। ଆଜି କେମିତି ନିଜ ରୁମ୍ ଆଉ ଜିନିଷପତ୍ର ମାନେ ବି ତାକୁ ଦେଖି ଯେମିତି କଣେଇ କଣେଇ ହସୁଛନ୍ତି। ଆଜି ଯେମିତି ନିଜ ଘର ବି ତାକୁ ପର ଲାଗୁଛି। ଏଇ କେଇଟା ଦିନରେ କ'ଣ ସେ ପର ହେଇଗଲା? ସତରେ କ'ଣ ତାହେଲେ ବାହାଘର ପରେ ଝିଅମାନେ ଏମିତି ପର ହେଇଯାଆନ୍ତି? ବିଛଣାରେ ପଡ଼ି ତନୁଶ୍ରୀ ପୁଣି ଥରେ ଗତ ଦିନର କଥା ଘାଣ୍ଟି ଆସିଲା। ଆଉ ପ୍ରଥମ ରାତ୍ରିରେ ସମୀରଣଙ୍କ ସହ ଯାହା ସେ ବ୍ୟବହାର କରିଥିଲା, ନିଜକୁ ନିଜେ କହୁଛି, ଭଲ କଲୁ। ସେମିତି ଧୋକେବା ସହିତ ସେମିତି ବ୍ୟବହାର ହିଁ ଆବଶ୍ୟକ ଥିଲା। ନିଜକୁ କ'ଣ ଭାବିଲା କେଜାଣି? ତନୁଶ୍ରୀ ରାୟକୁ ବାହା ହେବ ପୁଣି। ପାଖ ରୁମ୍ରେ ରୂପା ଆଉ ତା ଭାଇନାଙ୍କ ଧିମା ସ୍ୱରରେ କଥା ସହିତ ମୃଦୁ ହସର ଗୁଞ୍ଜନ ଶୁଣିପାରୁଥିଲା ତନୁ। ତା ବାହାଘର ଠିକ୍ 3 ମାସ ପୂର୍ବରୁ ରୂପା ନାନୀର ବାହାଘର ହେଇଛି। ଦୁହେଁ ଦୁହିଁଙ୍କ ସହିତ କେତେ ଖୁସି। ଆଉ ସେ? ତନୁ କାନେଇଲା। ନା, ସେ ଆଉ ଶୁଣିପାରିଲାନି। ଛି, ସେ କ'ଣ କରୁଛି? ଆଉ କାହା ଆନ୍ତରିକ ମୁହୂର୍ତ୍ତର ବ୍ୟକ୍ତିଗତ କଥା ଶୁଣିବା ପାଇଁ ଚେଷ୍ଟା କରୁଛି। ବିଛଣା ଉପରକୁ ଫେରି ଆସିଲା। ଆଜି କେମିତି କିଛି ଅଭାବ ଅନୁଭୂତ ହେଉଛି। ପୁଣି ଥରେ ତାର ମନ ବୁଲି ବୁଲି ଫେରି ଆସିଲା ନିଜ ଅଜାଣତରେ ସମୀରଣ ପାଖକୁ। ରାତି ପାହିଲା। ନୂଆ ସକାଳ ନିଜ ବାପାଙ୍କ ଘରେ। କିଛି ଉଷ୍ମତା ନାହିଁ ଯେମିତି। ତନୁଶ୍ରୀର କେତେଜଣ ସାଙ୍ଗ ତନୁଶ୍ରୀ ଶାଶୁଘରୁ ଫେରି ଆସିବା ଶୁଣି ଦେଖା କରିବାକୁ ଆସିଛନ୍ତି। ତନୁଶ୍ରୀକୁ ଘେରିଯାଇ କେତେ ପ୍ରଶ୍ନ। ମିଷ୍ଟର କାହାନ୍ତି, ଫାର୍ଷ୍ଟ ନାଇଟ୍ କେମିତି ବିତିଲା ତନୁ? ହେ, ଏସବୁ ଛାଡ଼। ତନୁ, ଆଜି କ୍ଲବରେ ପାର୍ଟି ଅଛି, ଆସିବୁ ନିଶ୍ଚୟ, କହିଲା ଦେବସ୍ମିତା। ପାର୍ଟି? ଆରେ ବହୁତ ମିସ୍ କଲିଣି ମୁଁ, ନିଶ୍ଚୟ ଆସିବି, ତନୁ ଖୁସି ହେଇ କହିଲା। ସନ୍ଧ୍ୟାରେ ତନୁ ପାର୍ଟି ପାଇଁ ରେଡ଼ି ହେବାକୁ ବସିଲା। ସେ ନିଜର 2 ହାତକୁ ଅନାଇଲା। ନାଲି ଚୁଡ଼ି, ଶଙ୍ଖା ଆଉ ମୁଣ୍ଡରେ ସିନ୍ଦୁର। ସେ କ'ଣ ଏତେ ଚୁଡ଼ି ପିନ୍ଧି ପାର୍ଟିକୁ ଯିବ? ଅଧା ଚୁଡ଼ି ବାହାର କଲା। ଏବେ ଶଙ୍ଖା କାଢ଼ିବାକୁ ଧରିଲା। ଦିଶିଲା ଆଖିରେ ସମୀରଣର ମୁହଁ। ସେ ଶଙ୍ଖା 2 ପଟ ହାତରୁ ବାହାର କରିପାରିଲାନି। ଭାବିଲା ଥାଉ ଶଙ୍ଖା। ବେକରେ ଏତେ ଗୁଡ଼ାଏ ହାର ବାହାର କରିଲା। ଛୋଟ ସୁନ୍ଦର ମଙ୍ଗଳସୂତ୍ର ଶାଶୁ ଦେଇଥିଲେ। ନା, ସେଇଟା ସେ ବାହାର କରିପାରିବନି। ଓଡ଼ିଆ ଘରର ଝିଅ ସେ। ଯେତେ ଉଦ୍ଧତ ହେଲେ ବି ବାହାଘରର ଗାରିମା ଜାଣିଛି। ସେ ନିଜ କପାଳକୁ ଅନାଇଲା। ସିନ୍ଥିରେ ସିନ୍ଦୁର ଝଳି ଉଠୁଛି। ତାକୁ ବି ସେ କ'ଣ ପୋଛି ଦେଇ ପାର୍ଟିକୁ ଯିବ?